ଆରେ କୋଉଠି ତମେ? ଉମରଗୁଟରେ ଆଜି ସକାଳୁ ଆସି ପହଞ୍ଚିଲି ଭାଇ। ଇଏ ଗଣ୍ଡକୁ ମାରିବା ପାଇଁ ବିଜେଡିରୁ ଅଫର, କଣ କରିବା? ସିଏ ବା କାଲି ଆଜି ସକାଳୁ ସିଏ ବି ଏପଟକୁ ପଳେଇ ଆସିଛି। ଆଜି ସନ୍ଧ୍ୟାବେଳକୁ ନାଇଁ ଯାଇ ନାଇଁ କଥା ଛାଡ ସେ ହେଇବି। କଥା, ମୁଁ ଆଉ କିଛି ତମେ ଆଲୋଚନା କର ନା। ଏଇ ଦେଖ ବର୍ତ୍ତମାନ ପାଇଁ କାଲି ସମ୍ପଦ ସ୍ୱାଇଁକୁ ମାରିବା ପାଇଁ ଜୟଦେବ ଲେଙ୍କାକୁ 5 ଲକ୍ଷ ଦେଇଛି କିଏ? ବାପି ସର୍କଲ। ହୁଁ 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 ହୁଁ। ସିଏ ପୁରା ରାତି ଦିନ ଆଉ ରଖେଇ ଦଉନି ତାକୁ, ପାଗଳା କରିସାରିଲାଣି। ବର୍ତ୍ତମାନ ମୋତେ ଫୋନ କରିଥିଲା, ତା ପିଲା ଭାଇ କେମିତି ବଞ୍ଚି ମୁଁ ଟିକେ ବାଟ କର। ମୁଁ କହିଲି ଏଇନା ମନେ ପଡିଲା, ଲଞ୍ଚିଂ ପାଇଁ କହୁଥିଲି ଟଙ୍କା 2 ଲକ୍ଷ ଦେବା ପାଇଁ, ଫୋନ କାଟିଦେଲ। ହୁଁ। ଏବେ କାହିଁକି ତାଙ୍କୁ ସାହାଯ୍ୟ କର? ସେଥିପାଇଁ ତମେ ଏଥିରେ ମୋର ଖାସ ଥିଲା ଗୋଟେ ଆଜ୍ଞା। ଜଣେଇଲି। ବର୍ତ୍ତମାନ ପାଇଁ ବିଜେଡି ତରଫରୁ ତମରି ସେଇପଟ ଲୋକ ଫଣ୍ଡିଙ୍ଗ କରୁଛୁ, ନା ତ କହିପାରିବିନି। ହଁ 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 ସେ ହଁ। ମତେ ଲିଙ୍କ ଦେଇକି ପଠେଇଲା, କହିଲା ଦେଖନ୍ତୁ ଆମର ପୁରା ବିଜେଡି ପାଇଁ ଟଙ୍କାଟେ ଦେବେନି, ଆଉ ହୁଁ ଆପଣ କଣ ରେଡି କରନ୍ତୁ, ତାକୁ ଯେତେ ହାର୍ଡ କରିପାରିବେ ଆମେ ଫଣ୍ଡିଙ୍ଗ ପୁରା କରିବୁ। ହୁଁ ଏଇଥିପାଇଁ ହୁଁ। ତମ କାନକୁ ପକେଇ, ତମେ ଲୋକାଲ ପିଲାଟା କହିବ ହଉଛି ନାଇଁ ଆମକୁ ଇଏ କଲାନି, ବର୍ତ୍ତମାନ କାନରେ ପକେଇ ଦିଅ। ହଁ ମୁଁ ଆଜି ଆଉ ତମକୁ ପଠେଇ ଦେଇକି 50,000 ଲକ୍ଷେ କହିଦେଇକି ଲାଭ କଣ ମିଳିବ? ନାଇଁ ନାଇଁ ମୁଁ ଆଜି ସନ୍ଧ୍ୟାବେଳକୁ କଥା ହେଇକି ନହେଲେ କଥା କରେଇଦେବି ଆପଣଙ୍କୁ ଡାଇରେକ୍ଟ ଫୋନରେ। ମାନେ ତାପସୀକୁ ଅଲରେଡି ମୁଁ ସ୍କ୍ରିପ୍ଟିଂ ପାଇଁ ଦେଲିଣି। ଦେଖ ଆମର ରଞ୍ଜନ, ଆଜ୍ଞା। ଆମର ଚ୍ୟାନେଲ ବଞ୍ଚିବା ଦରକାର। ଇଏ ଖରା ବି ହୁଁ ତାଙ୍କ ଟିକେ ଦୟାମୟା ଅଛି, ଆଉ କିଏ ବଞ୍ଚେଇବ ବୋଲି କି? ହୁଁ ଛାଡ, ଆମର ମୁଣ୍ଡ ପରିବାର ନାହିଁ, ଯେ ଖାଲି ହାଲକା କହିଦିଅ, କହିଲେ ଆମକୁ ଦୋଷ ଦେବନି। ହଁ ହଁ। କାଲି କହିଦେଇଛି ଗୋଟେ ଇମୋସନାଲ ଭାଇରାଲ ହଉଛି। ଭାଇରାଲ ହଉଛି ଏବେ ମତେ, ମାନେ ମତେ ଯୋଉ ରେଟରେ ସୋଦା ଆଉ ମାନେ କଣ ତମ ପାଖରେ ପ୍ରମାଣ ଅଛି, ତମକୁ କେତେବେଳେ ମନ୍ତ୍ରୀ ପଇସା ଯାଚିଲେ ମତେ କୁହ, ମୁଁ ଡିଫର୍ମେସନ ଫାଇଲ କରୁଛି ସେ କହୁଛନ୍ତି ଏବେ। ଆଉ କରନ୍ତୁ, କଣ ହେଲା? ଏଇଟା କି କଥା? ଡିଫର୍ମେସନ କଲା ଇଏ ଯା ବାହାରେ ହତ କଥା କହିଥିଲୁ ଲାଗି ସେ ଇଏ ତ ଡିଫର୍ମେସନ କରେ, ତା ମୁଁ କେସ୍ କରିବି। ଡିଫର୍ମେସନ କଣ କରିବ ସେ? ଓଲଟା ଆହୁରି ବ୍ଲେମ ହେଇଯିବ, ବୁଝିଲ ନା? ମୁଁ ମୋର ମାନୁଛି ଭୁଲଟା, ଯେ ମୁଁ ତ କହିଦେଇଛି, ସେଟା ଗୋଟେ ପାଟିରୁ ବାହାରିଗଲା ଗୋଟେ ଯୁକ୍ତି ଭିତରେ। ସିଏ ଏବେ ଯଦି ମତେ ଅଧିକା ପୁରା କିଛି ଇଏ କରୁଛନ୍ତି ନା, ତମକୁ କେତେବେଳେ ଆମେ କହିଲୁ ହଁ 5 ଲକ୍ଷ ଟଙ୍କା ଦବୁ, ତମେ କଣ କହିଛ ଅଫିସରେ, ତମ ସାଙ୍ଗରେ କଣ ସମ୍ପର୍କ? ସେ ବିଜେଡି ବାଲା ମତେ ଫୋନ କରିକି ଭାଇ ବଢିଆ ଗୋଟେ ହାଇଲାଇଟ ହଉଛି। କଣ କହିବି ଭାଇ? ଛାଡ ଏଇଟା ଟିକେ ହେଇଯାଇଛି ମିଷ୍ଟେକରେ, କିଛି ବ୍ୟସ୍ତ ହୁଏ ଯଦି କିଛି କହିଲା ମତେ କହିବ। ମୁଁ କଣ ତମେ ଛାଡ଼ିଦେଲି ନା ତମକୁ ଇଏ ହେଇଗଲା? ହୁଁ। ଶୁଣ, ଡରିଲେ କଣ ହବ? ତମେ କଥା ହେଇଥିଲ, ସିଏ କହିଲେ ନା ମୁଁ କଣ କହିଥିଲି ଏଇଆ କହିବା ପାଇଁ ନା କଣ? ଏଇଆ କହିବ, ଆପଣ କଥା ହେଇଥିଲେ ଫୋନରେ, ଆଉ ସିଏ ସେଇଟା ଗୋଟେ କହିଦେଲେ, କଣ ପାଇଁ କହିଦେଲେ ମୁଁ ଜାଣିନି। ଠିକ ଅଛି, କଥା ଯଦି ହଉଛି। ଅଧିକା କିଛି କଲେ କହିବ, କିଛି ଭୟ କର ନା। ଶୁଣ, ରିକ୍ସ ଦେଲେ ଆକୁ ସିଏ ବର୍ତ୍ତମାନ ପାଇଁ ସେ ତମ କିଛି ବି କଲେ, କେସ୍ ବାସ କରନ୍ତୁ କି ଡିଫାମେସନ କରନ୍ତୁ, ଯାହା ବି କରନ୍ତୁ, ଓଲଟା ସେ ଆହୁରି ବଦନାମ ହେବେ। ହଁ। ନାଇଁ ତାପରେ ଆଉ ଗୋଟେ ଜିନିଷ କଣ, ଏଇଠି ମୁଁ ରହୁଛି ନା, ତାପରେ ଲୋକ ଜାଣିଛନ୍ତି ମତେ, ଗୋଟେ ମୁଁ ମାର୍କେଟରେ ଆରେ ମୁହଁ ମୁଁ ବି ଦେଖେଇ ଭାବୁଛି, ପାରିବିନି ଏବେ। କାଲି ମୁଁ ବି ଭାବିଲି, ମୁଁ କହିଦେଲି ଲାଇଭ୍ ଯାଉଥିଲା, ଜାଣିନଥିଲି। ହୁଁ। ଆଗରେ କ୍ୟାମେରା ନଥିଲା, ଦୂରରେ କ୍ୟାମେରା ଥିଲା, ମୁଁ ଏଟା ବୁଝିପାରିଲିନି। ମୁଁ ଭାବୁଛି କଟା କହିଦେଇକି ମୁଁ ଠିକ କରିଛି, ଏଇଟା ମୋର ଭୁଲ। ଗୋଟେ ଗୁପ୍ତ କଥା ବି କହିବା କଥା ନଥିଲା, କଣ ପାଇଁ ରାଗରେ ଗୋଟେ ଇମୋସନାଲ ଗଭର୍ଣ୍ଣମେଣ୍ଟ ଉପରେ ଥିଲା, କହିଦେଲି। ସେ ବହି ଉପରେ ପ୍ରସଙ୍ଗ ଚାଲିଥିଲା ନା, ମୁଁ ସେଟା ମୋର କହିବାଟା ଠିକ ହେଲାନି। ପରେ ଭାବିଲି ଆଉ କିଛି ଉପାୟ ନାହିଁ, ଲୋକ ତ ନେଇଗଲା ପରେ କାଟିଦେଲେ, ଲାଇଭ୍ ଚାଲିଛି କାଟିଦେଲେ। ହଉ ଛାଡ, ଯାହା ତ ହେଇଯାଇଛି, ହାରିଗଲେ ହାରିଯିବା, କଣ କରିବା? ହବ କଣ ଆଉ କଣ? ତାକୁ ଭୁଲ ମାଗିବ ନା କଣ? ତାକୁ ପଡେ ଯାଇକି ପୁରା ଅଧିକା ମତେ କିଛି କହିବା କଥା କଣ? ତମକୁ କିଛି ଧମକେଇଛି କିଏ କିଛି? ନାଇଁ ଧମକଉ ନାହାନ୍ତି, ମତେ କହିଲେ ଭାଇ ଆଉ ତମକୁ ଆମେ କଣ କହିଲୁ, କୋଉଠୁ 5 ଲକ୍ଷ ଦବୁ ବୋଲି ତମକୁ ମୁଁ ତମ କେତେବେଳେ ନାଁଟା କହିଲୁ ବି ନ ନା କଣ? ନେଇଥିଲେ ହେଇଥାନ୍ତା, ମୋ ନାଁଟା ଆଡେ ତମ ନାଁଟା ବି ନେଇଗଲି। ପାଟିରେ ହଁ ପରା। ପଶିଗଲା, ସତ କଥାରେ କହିଦେଲି, କିଛି ଇଏ ନାହିଁ। ଅଫର ଦେଇଥିଲା, ଏମିତି କରିଥିଲେ, ମୋର ବି ଭୁଲ ହେଲା, ଏଟା କରିବାର ନଥିଲା। ହଉ ଛାଡ, ଟେନସନ ନିଅ ନା, ମୁଁ କଥା ହଉଛି।